ନମସ୍କାର ବନ୍ଧୁଗଣ, ଆଜି ଆମେ କଥା ହେବା ଗୋଟିଏ ଜଙ୍ଗଲୀ ଗଛ ବିଷୟରେ। ଏହା ଜଙ୍ଗଲୀ ହେଲେ ମଧ୍ୟ ବହୁତ ଉପକାରୀ ଅଟେ। ତା ନାମ ହେଲା କଳା ଗଏସା। ସାଇଣ୍ଟିଫିକ୍ ନାଁ ହେଲା ଷ୍ଟ୍ରାକ୍ଚାରର ଫେଟା ବା ଜାମାଇସାଇନ୍ସିଷ୍ଟ। ଗାଁ ଗହଳରେ, ରାସ୍ତା ପାଖରେ ବା ଖାଲି ବିଲରେ ଏହା ଉଠିଥାଏ। ଏହାର ଔଷଧୀୟ ଗୁଣ ହେଲା ଅତ୍ୟଧିକ ମାତ୍ରାରେ ଜ୍ୱର ହେଲେ ଏହାର ପତ୍ରର କାଢ଼ା ପିଇଲେ ଜ୍ୱର କମିଥାଏ। ସର୍ଦ୍ଦି ଓ କାଶ ହେଲେ ଏହା ତାକୁ ଭଲ କରିଥାଏ। ପେଟରେ ଗ୍ୟାସ୍ ଅଜିର୍ଣ୍ଣ ହେଲେ ଏହାର ପତ୍ରର ରସ ସେବନ କଲେ ଭଲ ହୋଇଥାଏ। ଚର୍ମ ଜନିତ ରୋଗ ହେଲେ ଏହାର ପତ୍ରର ରସ ସେ ସମସ୍ୟାକୁ ଦୂରୀଭୂତ କରିଥାଏ। ସବୁ ଔଷଧୀୟ ବୃକ୍ଷ ଅଛି ଏହି ଧରା ପୃଷ୍ଠରେ। ଭଗବାନ ଆମର କଲ୍ୟାଣ ପାଇଁ ଆମେ କେମିତି ଭଲରେ ରହିବା, ନିରୋଗରେ ରହିବା, ସେସବୁକୁ ଦୃଷ୍ଟିରେ ରଖି ଏ ଧରା ପୃଷ୍ଠରେ ସବୁ ଗଛ ଲତା ଆଦିକି ଦେଇଛନ୍ତି। ଆମେ ସେସବୁ ଜାଣିବା ଦରକାର ଏବଂ କେଉଁ ଔଷଧୀୟ ବୃକ୍ଷ କେଉଁ ବେମାର ଭଲ କରିବ ତାହା ସଠିକ୍ ନିରୂପଣ କରିବା ଉଚିତ। ଏହିପରି ଗଛଲତାକୁ ବ୍ୟବହାର କଲେ ଆମେ ସୁସ୍ଥରେ ରହିବା। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଜୟ ଜଗନ୍ନାଥ।